ରାଘବ ପାଣିରେ ପଶି ନଦୀ ପାର ହେବାକୁ ଲାଗିଲା, କିନ୍ତୁ ବୃଦ୍ଧ ଜଣକ ନଦୀ କୂଳରେ ଠିଆ ହୋଇ ରହିଲେ ଏବଂ ରାଘବକୁ ଡାକି କହିଲେ, ବେଟା, ମୁଁ ଜଣେ ବୁଢ଼ା ଲୋକ। 2ଟି ବସ୍ତା ନେଇ ପାଣିରେ ଯିବା ମୋ ପକ୍ଷେ ସମ୍ଭବ ନୁହେଁ। ଯଦି ଚେଷ୍ଟା କରିବି ତାହେଲେ ପାଣିରେ ବୁଡ଼ିଯିବି। ତୁମେ ଯଦି ଆଉ ଏକ ବସ୍ତା ଉଠାଇ ନେଇପାରିବ ତାହେଲେ ମୁଁ ତୁମକୁ ଆଉ 3ଟି ଅଧିକ ସୁନାର ମୁଦ୍ରା ଦେବି। ରାଘବ କହିଲା, ହଉ ଠିକ୍ ଅଛି, ଦିଅନ୍ତୁ ମୋତେ। ବୃଦ୍ଧ ଜଣକ ଟିକେ ସନ୍ଦେହ କରି କହିଲେ, ବେଟା, ଏହି ବସ୍ତାଟି ଚାନ୍ଦିର ମୁଦ୍ରାରେ ଭରି ହୋଇ ରହିଛି। ଯଦି ତୁମେ ଏହା ନେଇ ପଳାଇଯିବ ମୁଁ ତୁମକୁ ଧରିପାରିବି ନାହିଁ। ରାଘବ ଅସନ୍ତୁଷ୍ଟ ହୋଇ କହିଲା, ମୁଁ ଗୋଟେ ପରିଶ୍ରମୀ ମଣିଷ, ଚୋର ନୁହେଁ ଯେ ଆପଣଙ୍କ ବସ୍ତା ନେଇ ପଳାଇଯିବି। ଆପଣ ନିଶ୍ଚିନ୍ତ ରୁହନ୍ତୁ। ସେ ଦ୍ୱିତୀୟ ବସ୍ତାଟିକୁ ମଧ୍ୟ ଉଠାଇ ନଦୀ ପାର ହେଲା। ତାପରେ 2 ଜଣ ପୁଣି ଚାଲିବାକୁ ଲାଗିଲେ। କିଛି ଦୂର ଚାଲିବା ପରେ ପାହାଡ଼ିଆ ରାସ୍ତା ଆରମ୍ଭ ହେଲା। ରାସ୍ତା ସଂକୀର୍ଣ୍ଣ ଏବଂ କଠିନ ଥିଲା। ରାଘବ ଦେଖିଲା ବୃଦ୍ଧ ଜଣକ ତଳେ ବସିଗଲେ। ସେ ଚିତ୍କାର କରି କହିଲା, କ'ଣ ହେଲା ଆଜ୍ଞା, କାହିଁକି ରହିଗଲେ? ବୃଦ୍ଧ ଜଣକ କହିଲେ, ବେଟା, ଏ ବସ୍ତାଟିକୁ ନେଇ ଏ ପାହାଡ଼ିଆ ରାସ୍ତା ଚଢ଼ିବା ମୋ ପକ୍ଷେ ସମ୍ଭବ ନୁହେଁ। ଯଦି ତୁମେ ଏହି ଶେଷ ବସ୍ତାଟିକୁ ମଧ୍ୟ ଉଠାଇ ନେଇପାରିବ ମୁଁ ତୁମକୁ ଆଉ 3ଟି ସୁନାର ମୁଦ୍ରା ଦେବି। ରାଘବ ଟିକେ ଭାବିଲା ଆଉ କହିଲା, ହଉ ଠିକ୍ ଅଛି, ଦିଅନ୍ତୁ ମୋତେ। ଏହି ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ କମେଣ୍ଟ ମାଧ୍ୟମରେ ନିଜର ମତାମତ ନିଶ୍ଚୟ ଜଣାନ୍ତୁ। ଆଉ ପାର୍ଟ 4 ଦେଖିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ।